ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା। ଏହି ଯୋଜନା ଅଧୀନରେ 1 କୋଟି ଲୋକ ସୁବିଧା ପାଇବେ। ଏହି ଯୋଜନା ଅଧୀନରେ ପ୍ରତି ମାସରେ 300 ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ। ସୋଲାର ପ୍ୟାନେଲ କିଣିବା ପାଇଁ ସରକାର ସବସିଡି ମଧ୍ୟ ପ୍ରଦାନ କରିବେ। ଏଥିରେ ସରକାର ସୋଲାର ପ୍ୟାନେଲ କିଣିବା ପାଇଁ ଋଣ ଯୋଗାଇବା ପାଇଁ ବ୍ୟାଙ୍କମାନଙ୍କୁ ସହାୟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି। ଏହି ଯୋଜନାର ହିତାଧିକାରୀମାନେ ସବସିଡି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଇବେ ଏବଂ ବହୁ ସବସିଡିଯୁକ୍ତ ବ୍ୟାଙ୍କ ଋଣ ମଧ୍ୟ ପାଇପାରିବେ। ଏହା ନିଶ୍ଚିତ କରିବ ଯେ ବ୍ୟକ୍ତିବିଶେଷଙ୍କ ଉପରେ କୌଣସି ଖର୍ଚ୍ଚ ବଢ଼ୁନାହିଁ। ଏଥିରେ ଆପଣ ଆବେଦନ କରିବାକୁ ଆପଣଙ୍କର ଯୋଗ୍ୟତା କ'ଣ ହେବା ଦରକାର ଜାଣି ରଖନ୍ତୁ। ଭାରତର ମୂଳବାସୀ ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏହି ଯୋଜନାରେ ଆବେଦନକାରୀଙ୍କ ବୟସ 18ରୁ ଅଧିକ ହେବା ଉଚିତ। ଏହି ଯୋଜନାରେ ମଧ୍ୟବର୍ତ୍ତୀ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରାଥମିକତା ଦିଆଯିବ। ଏହି ଯୋଜନା ପ୍ରତ୍ୟେକ ଜାତିର ଲୋକଙ୍କ ପାଇଁ ବୈଧ ଅଟେ। ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ଆବେଦନକାରୀ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ଆଧାର କାର୍ଡ଼ ଥିବା ଆବଶ୍ୟକ। ଦେଖନ୍ତୁ, ଏଥିରେ ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି ସୂର୍ଯ୍ୟ ଘର ଯୋଜନାରେ, ତେବେ ଆପଣମାନଙ୍କୁ କ'ଣ କ'ଣ ଡକୁମେଣ୍ଟ ଦେବାକୁ ପଡ଼ିବ। ପ୍ରଥମେ ଆପଣଙ୍କର ଆଧାର କାର୍ଡ଼, ଏହାପରେ ବାସସ୍ଥାନ ସାର୍ଟିଫିକେଟ୍। ବାସସ୍ଥାନ ସାର୍ଟିଫିକେଟ୍ ହେଉଛି ରେସିଡେଣ୍ଟ ସାର୍ଟିଫିକେଟ୍। ଏହା ସହିତ ଆପଣଙ୍କର ବିଦ୍ୟୁତ ବିଲ୍, ପାସବୁକ୍, ବ୍ୟାଙ୍କ ପାସବୁକ୍, ପାସପୋର୍ଟ ଆକାରର ଫଟୋ ଓ ରେସନ କାର୍ଡ଼, ମୋବାଇଲ ନମ୍ବର, ଆଫିଡେଭିଟ୍ ଓ ଆୟ ପ୍ରମାଣପତ୍ର। ଆୟ ପ୍ରମାଣପତ୍ର ହେଉଛି ଇନକମ୍ ସାର୍ଟିଫିକେଟ୍। ଏସବୁ ଗୁଡ଼ିକ ଥିଲେ ଆପଣଙ୍କ ପାଖରେ ଆପଣ ଏହି ସୂର୍ଯ୍ୟ ଘର ଯୋଜନାରେ ଆବେଦନ କରିପାରିବେ। ଯଦି ଆପଣ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ କମେଣ୍ଟ କରନ୍ତୁ। ମୁଁ ଆପଣଙ୍କୁ ଆଗାମୀ ଭିଡ଼ିଓରେ କହିବି ଆପଣ କିପରି ଏଥିରେ ଆବେଦନ କରିବେ।